ବାର୍ଦ୍ଧକ୍ୟ ଭତ୍ତାକୁ ନେଇ ରାଜ୍ୟ ସରକାର ନେଲେ ବଡ଼ ପଦକ୍ଷେପ। ପୂର୍ବରୁ ମିଳୁଥିବା ଭତ୍ତାର ପରିମାଣରେ ହେବାକୁ ଯାଉଛି ବୃଦ୍ଧି। ପୂର୍ବରୁ ନିର୍ବାଚନ ପ୍ରଚାର ସମୟରେ ବିଜେପି ତରଫରୁ ଘୋଷଣା କରାଯାଇଥିଲା କି ଯଦି ବିଜେପି ଓଡ଼ିଶାରେ ସରକାର ଗଢ଼େ ତେବେ ଭତ୍ତାର ମଧ୍ୟ ବୃଦ୍ଧି ହେବ ବୋଲି। ବର୍ତ୍ତମାନ ବିଜେପି ଓଡ଼ିଶାରେ ସରକାର ଗଢ଼ିବା ପରେ ରାଜ୍ୟ ସରକାରଙ୍କ ଦ୍ୱାରା ଭତ୍ତା ବୃଦ୍ଧିକୁ ନେଇ ବଡ଼ ଘୋଷଣା କରାଯାଇଛି। ପୂର୍ବରୁ 60 ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ 700 ଟଙ୍କା ଭତ୍ତା ମିଳୁଥିବା ସମୟରେ 80 ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ 1200 ଟଙ୍କା ମିଳୁଥିଲା। କିନ୍ତୁ ବର୍ତ୍ତମାନ ସରକାରଙ୍କ ଦ୍ୱାରା ଏଥିରେ ବଡ଼ ପରିବର୍ତ୍ତନ କରାଯାଇଛି। ସରକାରଙ୍କ ଘୋଷଣା ଅନୁଯାୟୀ ବର୍ତ୍ତମାନ 60 ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ 3000 ଟଙ୍କା ଭତ୍ତା ମିଳିବାକୁ ଯାଉଛି। ଏହା ସହିତ 80 ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ 3500 ଟଙ୍କା ଭତ୍ତା ମିଳିବାକୁ ଯାଉଛି। ତେବେ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ତୁରନ୍ତ ଏହି ଯୋଜନା ଲାଗୁ ହେବାକୁ ଯାଉଅଛି। ଏପରିକି ପୂର୍ବରୁ ଅନ୍ୟ କେତେ ଗୁଡ଼ିଏ ରାଜ୍ୟରେ ମଧ୍ୟ ଭତ୍ତା ପରିମାଣରେ ବୃଦ୍ଧି ହୋଇସାରିଛି। ତେବେ କେବଳ ବାର୍ଦ୍ଧକ୍ୟ ଭତ୍ତା ନୁହେଁ ବରଂ ବିକଳାଙ୍ଗ ଭତ୍ତା ମଧ୍ୟ ବୃଦ୍ଧି କରାଯାଇଛି। ମାସକୁ 3000 ଟଙ୍କା ମିଳିବ।